बहुबार अयोध्या को आसी किंतु एपरी अयोध्या केवे मु देखिनी सतरे कौन प्रभु नारायण अयोध्या जन्म नहीं जब संत मान पालन करने दुष्ट संहार करने प्रभु अवतीर्ण ताहले मु निश्चय प्रभु को जाई मोर जगह रक्षा करबा निमंते अरण्य को गमन करी सिंहवारे परमे सोहे दे जीवन गले गाड़ी आज्ञा जाओ अयोध्यार राजा दशरथ को कहि दियो महर्षि विश्वामित्र तुमको देखा करबा को चाहतो महर्षि विश्वामित्र आश्चर्य आपण हां आज्ञा द्वारे दुर्गो छाओ भूगोमी दे जीवन गले आइबो चित्तो जावारी बारो देवो आदि सत्यभवन त्रिशूलस्थ महाराजंकर जय आज्ञा अयोध्या सिंहासନରେ विश्वामित्र मुनि विजय କରିଛନ୍ତି आज्ञा महात्मा विश्वामित्र मुनि ए अयोध्या प्रदेश में प्रवेश करछंती हां महाराज आदुतो আজি গেনি গলে তপচারি যে জড়াই রাধে দ্বারি तो महाराज मु निजे महातपस्विष्ट विश्वामित्र को मु पछुटी आनिबी चलो केउठे अछंती আজি গেনি গলে তপচারি যে জড়াই রাধে দ্বারি हे मुनि श्रेष्ठ सर्वप्रथमे ए अयोध्या राजा दशरथंकर प्रणाम ग्रहण करंती कल्याण आसंतु आसंतु गुरुदेव ओ सिंहासन निकट को आसंतु আরে দেখিন রাজন কি কলে বন্য করিলে রুচি কল্যাণ আরে বঙ্কিতঙ্গ পাছে বসন্তে পুছিলে আই কৃষ্ণে আগমন যে কহে গানি নন্দন महर्षि विश्वामित्र प्रणाम ग्रहण करबे ए मुनि श्रेष्ठ ए असमय ए अयोध्या नगर को प्रवेश करबार अभिप्राय करबा अभिप्राय तबे कहूची सुनो আরে জাগ করুছিলি চিন্তাবন যে কহে গানি নন্দন
ଏ ବିଶ୍ୱ ଶାନ୍ତି ନିମନ୍ତେ ଏ ବିଶ୍ୱର କଷ୍ଟ ଦୂର କରିବା ପାଇଁ ମୁଁ ବିଶ୍ୱଶକ୍ତି ମହାଯଜ୍ଞ ଅରଣ୍ୟରେ ଆରମ୍ଭ କରିଥିଲେ। ହେଲେ ସେହି ସିଦ୍ଧି ବଳରେ ମୋର କୌଣସି ସିଦ୍ଧି ଫଳ ମୋତେ ମିଳିଲା ନାହିଁ। ମୋତେ ସବୁ ବିଫଳର ଫଳ ମିଳିଲା। ଏ ରାକ୍ଷସଣୀ ମାନେ ମୋର ଯଜ୍ଞରେ ମାଂସ ରକ୍ତ ପକାଇ ମୋର ଯଜ୍ଞକୁ ଭସ୍ମ କରିଦେଇଛନ୍ତି। ଆଉ ସେଥିପାଇଁ ମୁଁ ଆସିଛି ରାଜା ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ରାମଙ୍କୁ ନେଲେ ମୋର ଜାଗ ରକ୍ଷା କରିବା ଆଏ ଆକାଶ ବଚନ ଛୁଡ଼ି ଛବର ଦଶର ଦମ୍ପନ ଆଏ ରାମ ରାମ ଚନ୍ଦ୍ର ତାଙ୍କୁ ମେଘେ ଆନର କିବେ ଯେ ତୁମ ଯଜ୍ଞରେ ସର୍ବେ କହ ବୁଝାଇ ଆଏ ମୋର ସଙ୍ଗେ ରାମ ଯିବା ପାଇ ଯେ ସର୍ବେ କହ ବୁଝାଇ କୌଣସି ମହାରାଜାଙ୍କୁ ଟିକେ ବୁଝେଇଦେବ ମୁଁ ରାମକୁ ନେବା ପାଇଁ ଆସିଛି। ହେଲେ ନିୟତିର ବାଣୀ ମୋ କର୍ଣ୍ଣରେ ଯେତେବେଳେ ସ୍ପଷ୍ଟ ହେଲା ଅଯୋଧ୍ୟାର ରାଜା ଦଶରଥଙ୍କ କୋଳରେ ଜନ୍ମ ହୋଇଛନ୍ତି ପ୍ରଭୁ ନାରାୟଣ। ଆଉ ତାଙ୍କୁ ନେଲେ ମୋର ଜାଗ ସିଦ୍ଧି ହବ। ତେଣୁ ରାଜନଙ୍କୁ କୁହନ୍ତୁ ମୋ ସାଙ୍ଗରେ ରାମ ଲକ୍ଷ୍ମଣ ଗୋଳେ ଭାଇଙ୍କୁ ଜାଗ ରକ୍ଷା କରିବା ନିମନ୍ତେ ପ୍ରେରଣା ଦିଅନ୍ତୁ। ଆଏ ବଶିଷ୍ଠ କହନ୍ତି ଶୂର ନରପତି ବିଶ୍ୱାମିତ୍ରଙ୍କର ଜାଗ ଶୂର ସୁତ ହୋଇ ରାମଚନ୍ଦ୍ରଙ୍କୁ ନେବେ ଆହେ ଅସୁର ମାରି ଜାଗ ରଖିବେ ଯେ ରାମଚନ୍ଦ୍ରଙ୍କୁ ନେବେ हे राजन मुनिश्रेष्ठ विश्वामित्र सिद्ध बନରେ ଏ ବିଶ୍ୱର କଲ୍ୟାଣ ନିମନ୍ତେ ଯଜ୍ଞ କରୁଥିଲେ। ହେଲେ ସେ ଯଜ୍ଞକୁ ସିଦ୍ଧ ବନ ମଧ୍ୟରେ ହୋଇଥିବା ବୃନ୍ଦାସୁର ଶିଷ୍ୟ ତାରକା ଏବଂ ତାଙ୍କ ପୁତ୍ର ସୁବାହୁ ମାରିଚ ସେ ଯଜ୍ଞକୁ ଭ୍ରଷ୍ଟ କଲେ ଗୁରୁଦେବ ଏବଂ ସମସ୍ତ ଋଷିମାନଙ୍କୁ କଷ୍ଟ ମଧ୍ୟ ଦେଲେ। ଗୁରୁଦେବ ସେଥିପାଇଁ ଶୂନ୍ୟରୁ ବର୍ଷ ବିଶ୍ୱାମିତ୍ରଙ୍କୁ ଶବ୍ଦ ହେଲା। ସେ ଶୁଣିପାରିଲେ ଶୂନ୍ୟବାଣୀରୁ ରାମ ଲକ୍ଷ୍ମଣ ଅଯୋଧ୍ୟା ପ୍ରଦେଶରେ ଜନ୍ମ ଗ୍ରହଣ କରିଛନ୍ତି। ଗୁରୁଦେବ ଆଉ ରାମ ଲକ୍ଷ୍ମଣଙ୍କୁ ନେଲେ ତାଙ୍କର ଯଜ୍ଞ ରକ୍ଷା ହେବ। ଗୁରୁଦେବ ସେଥିପାଇଁ ତାଙ୍କ ଯଜ୍ଞ ରକ୍ଷା ପାଇଁ ଆପଣ ରାମ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ର ହସ୍ତରେ ଦିଅନ୍ତୁ। ଜୁଇ ଦଶରଥ ହେଲେ ସମ୍ବିଉତ ମୁଖପତି କହେ ଧୀରେ ସ୍ମୃତି ଯାହାର ମାଟି ଆଦି ଖେଳ ଅୟଂଧାର ଘର କୁଟରେ ଯେ ମନେ ବିଚାର କର ଗୁରୁଦେବ ରାଜନ ଆପଣ କହିଲେ ବିଶ୍ୱର ଶାନ୍ତି ନିମନ୍ତେ ମହାତପ ବିଶ୍ୱାମିତ୍ର ଆସିଛନ୍ତି।
ଏ ଅଯୋଧ୍ୟା ପ୍ରଦେଶକୁ ମୋର ପୁତ୍ର ରାମ ଆଉ ଲକ୍ଷ୍ମଣକୁ ନେଇ ଅସୁରମାନଙ୍କ ତୁଳନାରୁ ରକ୍ଷା କରିବା ପାଇଁ ରାମ ଲକ୍ଷ୍ମଣକୁ ନେଇ ତାଙ୍କ ଯଜ୍ଞକୁ ରକ୍ଷା କରିବେ ନା ଗୁରୁଦେବ? ହୁଏତ ମହାତ୍ମା ବିଶ୍ୱାମିତ୍ର ଜାଣିନାହାନ୍ତି, ଆପଣ ସବୁ କଥା ଜାଣିଛନ୍ତି ଗୁରୁଦେବ। ମୋ ରାମ ଦିନ ନୁହେଁ, ମାସ ନୁହେଁ, ବର୍ଷ ନୁହେଁ, ବର୍ଷ ବର୍ଷ ଧରି ହେ ରାଜା ଦଶରଥ କୌଣସି ପୁତ୍ର ସନ୍ତାନ ଲାଭ କରିବ। ବିଧାତର ଭାଗପୁରେ ଲେଖାଥିଲା ଅପୂର୍ତ୍ତିକ ଭାବରେ ଦଶରଥ ଅଯୋଧ୍ୟାରେ କାଳତିପାତ କରୁଥିଲା। ଋଷ୍ୟଶୃଙ୍ଗ ମୁନିଙ୍କର ଆଶୀର୍ବାଦରେ ସେ ଯେବେଠୁ ସେ ରାମ ଲକ୍ଷ୍ମଣ ଭକ୍ତ ଶତ୍ରୁଘ୍ନକୁ ପାଇ ଦିନ ରାତି ସ୍ୱପ୍ନ ନିଦ୍ରାକୁ ପରିତ୍ୟାଗ କରି ସଦାସର୍ବଦା ରାମର ପାଖରେ ବସି ରହୁଥିଲା। କ୍ଷେରକ ମାତ୍ର ତାକୁ ଦୂର କରିଦେଲେ ଏ ରାଜା ଦଶରଥ ଅନ୍ତ ହେଇଯାଉଥିଲା। ଆଉ ନିମିଷକ ପାଇଁ ଯେତେବେଳେ ମୁଁ ତାକୁ ଟିକେ ଦୂରେଇ ଯାଏ, ପୁତ୍ର ଶିରରେ ଟିକେ ଦୂରେଇ ଯାଏ ଖେଳିବା ପାଇଁ ତା ସହିତ, ସେ ଅନ୍ଧାର ଘରେ ପଶିଗଲା ପରେ ଯଦି ଟିକେ ଛାଇ ଦେଖିଦିଏ ନା, ମୋ ରାମ ପିତା ପିତା କହି ମୋତେ କୋଳେଇ ଧରି ନିଏ। ସେ କି ମାରିବ ପୁଣି ଅସୁର ଯେ ମନେ ବିଚାର କର। ସେ ହେ ଗୁରୁଦେବ, ହେ ତପିଶ୍ରେଷ୍ଠ ବିଶ୍ୱାମିତ୍ର ମୁନି, ଆପଣ ଜାଣିଛନ୍ତି ନା ମୋ ରାମ ସାମାନ୍ୟ ବାଳୁତ, ଯାହାର ଖେଳ ହଉଛି ମୂର୍ତ୍ତିକାରେ ବାଟି ଖେଳ ସଦୃଶ, ଯେ ଅନ୍ଧାର ଗୁଡରି ମତେ କୋଳ କରି ନିଏ। এই অযোধ্যা নগর পরিসর ব্যতীত অযোধ্যার বাহারକୁ কেবে ସେ ଯାଇ ନାହିଁ। ଆଜି ଆପଣଙ୍କୁ ସ୍ୱର୍ଗବାଣୀ ହେଇଗଲା, ମୋ ପୁଅ ରାମ ଆଉ ଲକ୍ଷ୍ମଣ ଯାଇ ଚିଦବଳରେ ଦାଗ ରକ୍ଷା କରିବେ, ଅସୁର ମାନଙ୍କୁ ପ୍ରାଣରେ ବଧ କରିବେ। ନାଇଁ ଗୁରୁଦେବ, ମୁଁ ଆପଣଙ୍କୁ ନିବେଦନ କରୁଛି ଗୁରୁଦେବ, ସେ କଥା ମୋ ଉପରେ କୁହ। আরে বিশ্বমিত্র ভরি ছোড়ো ভরি মামর বুঝি কেরে সাগরে বড়ি কি পাতারে চাপিলে কথা বিচারো ত্রুটে বেগে দিও ରାଜା ଦଶରଥ, ତମେ ତମ ପୁତ୍ରକୁ ବାଳକ ବୋଲି କହୁଛ ନା, ହେଲେ ସେ ବାଳକର ଉଦାହରଣ ଦଉଛି ଶୁଣ। ବାମନ ମୂରତି ସେ ଫେରି ବଳିକି ପାତାଳରେ ଚାକିଥିଲେ। ଆଉ ତମେ ଆଜି ଯଦି ମନା କରୁଛ ରାମକୁ ମୋ ସାଙ୍ଗରେ ଖେଳିବା ପାଇଁ, ମଣିଶ୍ରେଷ୍ଠ ତେବେ ହେଲେ ମୁଁ ତମକୁ ଅଧିକାର ଦେବି ରାଜଦାର। ତମର ଇଏ ଅଯୋଧ୍ୟା ନଗରୀକୁ ମୁଁ ଶ୍ରୀହୀନ କରିଦେବି। ରାଜା ଦଶରଥ, ମୁଁ ରାମକୁ ନେବା ପାଇଁ ଆସିଛି, ରାମକୁ ନେଇ ମୋର ଯାଗ ରକ୍ଷା କରିବି। দশরথ কহি সঙ্গে দিবি মুহি চতুরঙ্গ দেবী আয় অসুর মানব প্রাণে না ঝকরি
ପରିବର୍ତ୍ତେ ମୋର ରାମକୁ କେବେ ସେ ଅସୁର ପାଖକୁ ନେଇଯାଉନି ଗୁରୁଦେବ। ମୋ ରାମ ପାଇଁ ବଞ୍ଚି ପାରିବିନି। ତାହେଲେ ମୋର ଯାଜ୍ଞ କିପରି ରକ୍ଷା ହେବ ରାଜନ? ମୁଁ ରକ୍ଷା କରିବି। ଦଶରଥ ଭୀରୁ କାହାକୁ ଦଶରଥ ଯିଏ ନାରୀ କ୍ରୀଡ଼ାରେ ବଞ୍ଚିତ ହୋଇରୁହେ ସେ ମେରି ରାକ୍ଷସ ମାନଙ୍କୁ ସଂହାର କରି ମୋର ଜାଗର ଏହା ସତ୍ୟ ନୁହେଁ ଦଶରଥ। ଯଦି ରାମ ଲକ୍ଷ୍ମଣ ନ ଯାଆନ୍ତି ତେବେ ମୁଁ ଅଯୋଧ୍ୟା ରାତିରେ ମୁଁ ହେଉଛି ବିଶ୍ୱାମିତ୍ର। ରାଜା ଦଶରଥ ତମେ ମୋ ସହିତ ତମର ଜ୍ୟେଷ୍ଠ ପୁତ୍ର ରାମ କନିଷ୍ଠ ପୁତ୍ର ଲକ୍ଷ୍ମଣକୁ ବିଜୟ କର। ମୋ ଅସୁର ଅସୁରୁଣୀ ମାନଙ୍କୁ ପ୍ରାଣରେ ବିନାଶ କରି ସିଦ୍ଧିବନରେ ମହାଶାନ୍ତି ଯଜ୍ଞ ଅନୁଷ୍ଠିତ କରିବେ। ହେଲେ ଦଶରଥ ଯଦି ମୋ କଥାରୁ ତମେ ଏଡ଼େଇ ଯାଅ ତେବେ ଅଯୋଧ୍ୟାପୁରରେ ମୁଁ ଯଜ୍ଞ ସୃଷ୍ଟି କରିଦେବି। मदात्मा सर्वभूतात्मा तस्मै श्री गुरवे नमः। गुरुदेव ए रामर प्रणाम घृणा करिबा गुरुदेव ए रामर आपणଙ୍କ ପାଖରେ ଏକ ପ୍ରଶ୍ନ ଅଛି। ଓ ବାବା ମନର ସମସ୍ତ ସଚେତନା ଦୂର କରି ତୁମର ପ୍ରଶ୍ନ गुरुदेव ବାବା अयोध्या नरेश सम्राट मो पिताश्रीଙ୍କର मुखरे आज केउं कारणरू विषादर छाया सृष्टि होईछि कोन होईछि गुरुदेव? ଏବେ କହୁଛି ଶୁଣ ବାବା। ଏ ବଚିତ ଶ୍ରୀରାମ ମୁଖକୁ ଯାଇନ ସର୍ବକୃତାନ୍ତ କହିଲେ। ବାବା ରାମଜୀ गुरुदेव ବିଶ୍ୱର କଲ୍ୟାଣ ନିମନ୍ତେ ସିଦ୍ଧିବନରେ ମହର୍ଷି ବିଶ୍ୱାମିତ୍ର ଯଜ୍ଞ କରୁଥିଲେ। ହେଲେ ସେ ଯଜ୍ଞକୁ ବୃନ୍ଦାସର ଶିଷ୍ୟ ସୁବାହୁ ମାରିଚ ଆସି ଭଗ୍ନ କଲେ। ଆକାଶରୁ ଶୂନ୍ୟବାଣୀ ହେଲା। ଅଯୋଧ୍ୟା ଦେଶର ରାଜନ ଦଶରଥର ନନ୍ଦନ ରାମ ସେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଛନ୍ତି। ସେ ଆସିଲେ
ବିଶ୍ୱାମିତ୍ରଙ୍କର ଯଜ୍ଞ ରଖା ହେବ। ତେଣୁ ମହର୍ଷି ବିଶ୍ୱାମିତ୍ର ଅଯୋଧ୍ୟା ପ୍ରଦେଶକୁ ଆସିଛନ୍ତି ତୁମକୁ ତାଙ୍କ ଜାଗ ରକ୍ଷା କରିବା ପାଇଁ ତୁମକୁ ସାଙ୍ଗରେ ନେବାକୁ ହେବ। ହେ ଶ୍ରୀରାମ ପିତାଙ୍କ ମୁଖକୁ ଚାହାନ୍ତେ ବଦନ ହରାଇ ଦେଲେ ଯେ ରାମ ହେଲେ ବାହାର। ଗୁରୁଦେବ ବାବା କଣ ଏଇ କାରଣ ପାଇଁ ପିତାଶ୍ରୀଙ୍କ ମୁଖ ମଳିନ ପଡ଼ିଯାଇଛି? ହଁ ବାବା ପିତାଶ୍ରୀ ଏ ସଂସାର ବକ୍ଷ କଣ କଣ କ୍ଷତ୍ରିୟ ପୁରୁଷ ନାହାନ୍ତି? ଯଦି ଏ ରାମ ମହାତପସ୍ୱୀ ବିଶ୍ୱାମିତ୍ରଙ୍କ ସଙ୍ଗତରେ ଯାଇ ସିଧା ଅରଣ୍ୟ ମଧ୍ୟକୁ ଋଷିମାନଙ୍କ ଯଜ୍ଞକୁ ସାଫଲ୍ୟ ମଣ୍ଡିତ କରିବା ହେବ, ଯଦି ମୋ ଦ୍ୱାରା ଏ ବିଶ୍ୱର କଲ୍ୟାଣ ସାଧନ ହୋଇପାରୁଛି, ଯଦି ମୋ ଦ୍ୱାରା ଏ ସଂସାରର ମଙ୍ଗଳ ସାଧନ ହୋଇପାରୁଛି, ଏଥିରେ ତ ଆପଣ ଗର୍ବ କରିବା କଥା। ଏହା ଶୁଣି ଆପଣ ମନୋଭବ କରୁଛନ୍ତି? ପିତାଶ୍ରୀ ମୁଁ ତ ଏକା ଯାଉନି, ମୋ ସାଙ୍ଗରେ ମୋର ସାନୁଚ ଲକ୍ଷ୍ମଣ କରାଯାଉଛି। ଯଦି ଆପଣଙ୍କର ଏବଂ ଗୁରୁଦେବଙ୍କ ଆଶୀର୍ବାଦ ଥାଏ, ଏ ସଂସାରରେ କୌଣସି ଶକ୍ତି ନାହିଁ ଏ ରାମକୁ ପରାସ୍ତ କରିବ। ହେ ବଦନ ହରାଇ ଦେଲେ ଯେ ରାମ ହେଲେ ବାହାର। ହେ ସଙ୍ଗେ ଘେରି ସୁମିତ୍ରାକୁ ମୋର ଯେ ରାମ ହେଲେ ବାହାର। ପିତାଶ୍ରୀ ଜାଣନ୍ତି, ଯେଉଁ ପର୍ଯ୍ୟନ୍ତ ମୋ ସିଂହ ସାଦୃଶ ଲକ୍ଷ୍ମଣ ମୋ ସଙ୍ଗତରେ ଥିବ, ସେ ପର୍ଯ୍ୟନ୍ତ କୌଣସି ରାକ୍ଷସ ଦୂର କଥା, କୌଣସି ମାୟାବୀ ରାକ୍ଷସଙ୍କର ମାୟା ମୋ ଶରୀରରେ ପ୍ରବେଶ କରିପାରିବ ନାହିଁ। ପିତାଶ୍ରୀ ତେଣୁକରି ଆପଣ ସମସ୍ତ ମନରୁ ସମସ୍ତ ଶୋଚନାକୁ ଦୂରୀଭୂତ କରନ୍ତୁ ଏବଂ ମୋତେ ଆଶୀର୍ବାଦ କରନ୍ତୁ। ସିଦ୍ଧ ଅରଣ୍ୟ ମଧ୍ୟକୁ ଯାଇ ସମସ୍ତ ଋଷି ଯଜ୍ଞକୁ ସାଫଲ୍ୟ ମଣ୍ଡିତ କରି ପୁନଶ୍ଚ ଏ ରାମ ଆପଣଙ୍କର ମୁଖର ଚୁମ୍ବନ ପାଇଁ ଆପଣଙ୍କ ନିକଟକୁ ଫେରି ଆସିବ। ଦୂତ ଅନ୍ତପୁରରେ ସାନୁଜ ଲକ୍ଷ୍ମଣ ଅଛନ୍ତି, ସମସ୍ତ ବୃତ୍ତାନ୍ତ ବୁଝାଇ ତାଙ୍କୁ କହିବ ଯେ ଜ୍ୟେଷ୍ଠ ଭ୍ରାତାଙ୍କର ଆଦେଶ, ଅସ୍ତ୍ରଗାରରୁ ସମସ୍ତ ଅସ୍ତ୍ରଶସ୍ତ୍ର ନେଇ ମୋ ନିକଟରେ ଦଣ୍ଡାୟମାନ ହେବା ପାଇଁ। ଯାଅ ଦୂତ। ସଙ୍ଗେ ଘେରି ସୁମିତ୍ରାକୁ ମୋର ଯେ ରାମ ହେଲେ ବାହାର। ହେ ଖଡ଼ଗ ଆଦି ଦେଲେ ଧନୁ ମୋର ଯେ ରାମ ହେଲେ ବାହାର। ଲକ୍ଷ୍ମଣ ମୋର ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ। ଧୀରେ ଧୀରେ ବାକ୍ୟ ଗୋଟି ଗୋଟି ହୋଇ ସତ୍ୟ ହୋଇଯାଇଛି। ଏ କଣ ମୁଁ ଦେଖୁଛି, ସତରେ କଣ ବୈକୁଣ୍ଠକୁ ତ୍ୟାଗ କରି ପ୍ରଭୁ ନାରାୟଣ ଆଜି ଅଯୋଧ୍ୟାର ରାଜା ଦଶରଥଙ୍କ କୋଳରେ ଜନ୍ମ ନେଉଛନ୍ତି। ଏ ଠାକୁରେ ତମକୁ ନେଲେ ମୋର କାର୍ଯ୍ୟ ନିଶ୍ଚୟ ସଫଳ ହେବ। ରାଣୀ ବ୍ରହ୍ମଦେବ, ତମର ବାକ୍ୟ ନିଶ୍ଚୟ ସତ୍ୟ ହୋଇଛି। ଆଉ ବିଶ୍ୱାମିତ୍ରର ବିଶ୍ୱଶକ୍ତି ମହାଯଜ୍ଞ ନିଶ୍ଚୟ ସତ୍ୟ ହେବ। ବାବା ରାମ ଆସ ବସ୍ୟ, ତମକୁ ନେଇ ମୁଁ ମୋର ବିଶ୍ୱଶକ୍ତି ମହାଯଜ୍ଞ ସମ୍ପନ୍ନ କରିବି। ମହର୍ଷି ରାମ ଆମ ଦ୍ୱୟ ଭ୍ରାତୃଙ୍କର ପ୍ରଣାମ ସ୍ୱୀକାର କରନ୍ତୁ। କଲ୍ୟାଣ ମସ୍ତୁ ଲକ୍ଷ୍ୟ। ହେ ମହାତପସ୍ୱୀ, ଯେଉଁ ମହତ ଉଦ୍ଦେଶ୍ୟରେ ଆପଣ ଏ ଅଯୋଧ୍ୟା ଭୁବନରେ ପାଦ ଥାପିଛନ୍ତି, ଆପଣଙ୍କ ସଙ୍ଗତରେ ଆମେ ଦ୍ୱୟ ଭ୍ରାତ ଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। କିନ୍ତୁ ଯିବା ପୂର୍ବରୁ ଆମ ଦ୍ୱୟ ଭ୍ରାତାଙ୍କୁ ଆପଣ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରୀକ୍ଷାରେ ଆମ ଦ୍ୱୟ ଭ୍ରାତ ଯେମିତି ଉତ୍ତୀର୍ଣ୍ଣ ହେବେ। ନିଶ୍ଚୟ ଏ ବିଷୟରେ କୌଣସି ଶକ୍ତି ତମକୁ ପଛ କରିପାରିବ ନାହିଁ। ଆସ ମୋ ସହିତ ଆସ, ମୁଁ ତମକୁ ମୋର ରାଜତ୍ୱକୁ ନେଇ ଚାଲିଯିବି। ହେ ଆଗେ ଚଳେ ମୁନି ପଛେ ଭାଇ ରେ ଧର ଦୁଃଖ ପାରି। ହେ
ଆରାମ କରିବା। ଖାଲି ଏକଥାରେ